जय जगन्नाथ साଙ୍ଗମାନେ ଆପଣମାନେ ଜାଣିଥିବେ ଦିଲ୍ଲୀ କେସ୍ ଯିଏକି ଜଗନ୍ନାଥ ତରୁଣ ଆକ୍ଚୁଆଲି କଥା ଏଇଆ ଥିଲା ଯିଏକି ହୋଲି ଦିନରେ ହିଁ ଘଟଣାଟି ଘଟିଥିଲା। ଯେଉଁମାନେ ଜାଣିଥିବେ ଯେଉଁ ନ ଜାଣିଥିବେ ବି ତାଙ୍କୁ କହୁଛି ଯେ ଆକ୍ଚୁଆଲି ଷ୍ଟୋରି କ'ଣ ଥିଲା। ଷ୍ଟୋରି ଥିଲା କି ହୋଲି ଦିନ ଗୋଟେ ଛୁଆଟେ ତାଙ୍କ ଘରେ ତାଙ୍କ ବାଲକୋନିରେ ଖେଳରେ ଗୋବରା ଫୋପାଡ଼ିଛି। ସେ ପୁଣି ଅନ୍ୟ ଜଣକୁ ଫୋପାଡ଼ିଛି। ତଳେ ଯାଉଥିବା ଜଣେ ମୁସଲିମ ମହିଳା, ଛୁଆ ଯେହେତୁ ବାଲକୋନିରେ ଖେଳୁଛି, ତଳେ ଜଣେ ମୁସଲିମ ମହିଳା ଯାଉଥିଲେ, ତାଙ୍କ ଉପରେ କିଛି ଛିଟା ରଙ୍ଗର ପଡ଼ିଯାଇଛି। ସେ ଭଦ୍ର ମହିଳା ଜଣକ ଯାଇକି ବୋଧହୁଏ ତାଙ୍କ ଘରେ କମ୍ପ୍ଲେନ୍ କରିଛନ୍ତି। ଆଉ ମର୍ଡ଼ର କଲା ଭଳିଆ ସିଚୁଏସନ୍ ହେଇଗଲା ଭଳିଆ ରିଆକ୍ସନ୍ ନେଇକି ତାଙ୍କ ଘର ଲୋକ ଆସିଛନ୍ତି, ତାଙ୍କ ଉପରେ ହମଲା କରିଛନ୍ତି, ପାଟିତୁଣ୍ଡ କରିଛନ୍ତି, ଯେଉଁକି ଦୁଇ ପକ୍ଷ ଭଳିଆ ଗଣ୍ଡଗୋଳ ଚାଲିଛି। ସେଥିରେ ବି ମନ ଶାନ୍ତି ହେଲାନି। ସେଇ ଘରର ଗୋଟିଏ ପୁଅ ଯାହା ନା କି ତରୁଣ, ସିଏ ହୋଲି ଖେଳିକି ଘରକୁ ଫେରୁଛନ୍ତି। ସେ ଏ ବିଷୟରେ ବି ଟୋଟାଲ୍ ଜାଣି ହିଁ ନାହାନ୍ତି ଇନସିଡେଣ୍ଟ ହେଇଛି କ'ଣ। ସେ ଘରକୁ ଫେରୁଛନ୍ତି ଆଉ ତାଙ୍କ ଉପରେ ମାଡ଼ ଆରମ୍ଭ ହୋଇଯାଇଛି। ଆଉ ଏମିତି ବାଡ଼େଇଛନ୍ତି ଯେ ତାଙ୍କ ଜୀବନ ଚାଲିଯାଇଛି। ଆଚ୍ଛା, ଏଠି କୁହନ୍ତୁ ଗୋଟେ ଜିନିଷ, ଏଠି ଜାତି ପ୍ରଥା ଉପରେ କହିବି କି ଗୁଣ୍ଡାଗର୍ଦି ଉପରେ କହିବି କି କଠୋରତା ଉପରେ କି କାହା ଉପରେ ଏଠି ଦୋଷ ଦେବା? ଆମେ ଏ ଲୋକମାନଙ୍କର ଚିନ୍ତାଧାରା କେଉଁ ଭଳିଆ? କିଛି ତ ଏମିତି କାରଣ ବି ନାହିଁ ଯେ ଗୋଟେ ଏତେ ବଡ଼ କାଣ୍ଡ ଯାହାକି ଗୋଟେ ଲୋକର ଜୀବନ ନେଇଯିବ। ଖେଳ ଚାଲିଛି, ମାନେ କ'ଣ ମୁଁ କହିବି କିଛି ବୁଝିପାରୁନି। ଇଏ କେଉଁ ପ୍ରକାରର ଫ୍ୟାମିଲି, ସାଇକୋ ଫ୍ୟାମିଲି କି ମୁସଲିମ ବୋଲି ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର କି ଆଉ କ'ଣ ଉଦ୍ଦେଶ୍ୟ, ମୁଁ କିଛି ବୁଝିପାରୁନି ୟା ଘଟଣା। କିନ୍ତୁ ଯାହା ବି ହେଲା, ଗୋଟେ ଜିନିଷ ମୁଁ ସେ ମହିଳା ଜଣଙ୍କୁ, ଷ୍ଟୁପିଡ୍ ମହିଳା ଜଣଙ୍କୁ କହିବି କି ଯଦି ତୁମର ହୋଲି ପ୍ରତି ଏତେ ଆଲର୍ଜିକ୍ ଥିଲା, ଏତେ ଯାହା ବି ତୁମର ଥାଉ ଦୋଷ ଥିଲା, ତାହେଲେ ହୋଲିରେ ବାହାରୁଥିଲ କାହିଁକି? ହୋଲିରେ କ'ଣ ପାଇଁ ବାହାରୁଥିଲ? ଯଦି ତୁମର ରଙ୍ଗ ପଡ଼ିଗଲେ ତୁମର କିଛି ନିଆଁ ଜଳିଯାଉଛି, ତାହେଲେ ସିଏ ପୁଣି ଗୋଟେ ଛୋଟ ପିଲା, ଅଜାଣତରେ, କିଛି କାରଣ ନାହିଁ, ବିନା ଦୋଷରେ ଗୋଟେ ଘରୁ ଗୋଟେ ପିଲାକୁ ମାରିଦେବା, ଗୋଟେ ମା କୋଳରୁ ପୁଅ ଚାଲିଯିବା, ଭାଇ ଚାଲିଯିବା, ଏତେ ଖେଳ, ଏଟା ଖେଳ ପରେ ଭାବୁଛ ଜୀବନକୁ? ଯଦି ଉଚିତ ଆଜିକାଲି ସମାଜରେ ନ୍ୟାୟ ମିଳିବା ତ ଭୁଲିଯିବା ଦରକାର। ଆଉ ଏ ଯେଉଁ ପୋଷ୍ଟ ବାହାରୁଛି, ଲୋକମାନେ ଚାକିରି କରୁଛନ୍ତି, IAS, IPS, କଲେକ୍ଟର, ଆଉ ପୋଲିସ ଅଧିକାରୀ, ଆଇନ କାନୁନ, ଏଗୁଡ଼ା ସବୁ କ'ଣ ପାଇଁ ଅଛି ମୁଁ ବି ଜାଣିପାରୁନି। ଆଉ ଏଇଥି ଯୋଗୁଁ ହିଁ ଉଚିତ ଦଣ୍ଡ ନ ମିଳିବା ସତ୍ତ୍ୱେ ଏଭଳିଆ କାଣ୍ଡ ବଢ଼ିଛି, ଆଗକୁ ବି ବଢ଼ି ଚାଲିବ। ଆଉ ଚାଲୁଛି ତ ଯାହା, ତା ସହିତ ନିର୍ଦ୍ଦୋଷମାନଙ୍କର ଜୀବନ ଯାଉଛି, ଯେଉଁଟାକି ହରେଇବାର କଷ୍ଟ କେବଳ ସେଇ ଘରର ଲୋକମାନେ ବୁଝିପାରିବେ। କ'ଣ ମୁଁ କହିବି, କିଛି ୱାର୍ଡ଼ ପାଉନି। ସେ ଭାଇର କ'ଣ ଦୋଷ ଥିଲା? ଆଉ ସେ ଛୋଟ ଛୁଆର ବି କ'ଣ ଦୋଷ ଥିଲା? ବିନା ଦୋଷରେ ଗୋଟେ ଜୀବନ ନେଇଯିବା କେତେ ବଡ଼ କ୍ରାଇମ୍। ଆଉ ସାଙ୍ଗେ ସାଙ୍ଗେ କିଛି ନିଷ୍ପତ୍ତି ନ ନେଇକି ଦଣ୍ଡ ନ ଦିଆଯିବା, ଏ କେଉଁ ଭଳି ଆଇନ, ମୁଁ ବି କିଛି ବୁଝିପାରୁନି। ସେମ୍ ଅନ୍ୟୁ, ସେମ୍ ଆଉ କିଛି ମୁଁ କହିପାରୁନି। ସେମ୍